ଜଣେ ସାନ ଭାଇ ଖୋର୍ଦ୍ଧା ମାଟିରେ ତାଙ୍କର ଜନ୍ମ। ଆମ ଘର ସବୁ ଖୋର୍ଦ୍ଧା ମାଟିରେ। ସେ ତ ଏତେ ତଳକୁ ଯିବା କଥା ନୁହଁ। ତଥାପି ମୁଁ ତାକୁ ପଚାରିବି, ଯଦି କରିଥିବେ ବୁଝିବି ଆଉ ତାକୁ ୱାର୍ଣିଂ ଦେବି ବଡ ଭାଇ ହିସାବରେ। ଏଭଳିଆ ପବ୍ଲିକ ଫିଲ୍ଡରେ ଜଣେ ପବ୍ଲିକର ସୁପ୍ରିମ ହେଇ ବିଧାୟକ ହେଇ କରିବା ଉଚିତ। କୋଉ କାହା ଗାଡିରୁ ମୁଁ କହିପାରିବିନି, ହେଇଥିବ ମୁଁ କହିପାରିବିନି। ତାଙ୍କ ନାଁରେ ଆଗରୁ ବହୁତ କଥା, କିନ୍ତୁ ଭଲ ପରୋପକାରୀ, ଗରିବ ଲୋକଙ୍କୁ ସେବା କରେ। କିନ୍ତୁ ଏଇ ଯୋଉଗୁଡାକ କଦର୍ଯ୍ୟା କାମ ବେଳେ ବେଳେ କରୁଛନ୍ତି, ଏଗୁଡା ଉଚିତ ନୁହେଁ। ବିଜେପି ସରକାର କହୁଥିଲା ନିଶା ବନ୍ଦ କରିବ, ମଦ ବନ୍ଦ କି ନିଶା ବନ୍ଦ କରିବ? କିଏ ବନ୍ଦ କରିବ? ନରେନ୍ଦ୍ର ମୋଦୀ କରିବ? ଏ ମୋହନ ମାଝୀ? ଏଗୁଡାକ ଅତି ସସ୍ତା କଥା, ଅସମ୍ଭବ କଥାକୁ ତମେ ଆଉ ପୁରାଅନି। ଇମ୍ପସିବଲ। ବିଧାୟକ ମଦର ପ୍ରମୋଶନ ଖାଲି କରୁଛନ୍ତି। ଛି କରିବାଟା ଉଚିତ ନୁହଁ। ଭରତପୁର ପୋଲିସ ବାଲା 83,000 ଟଙ୍କା ନେଇଛନ୍ତି ଆକ୍ୟୁଜକୁ ଧରିବା ଲାଗି, ଏବଂ ସେ ଆକ୍ୟୁଜ ତାଙ୍କୁ ଧମକ ଦଉଛି ଏବଂ ପରବର୍ତ୍ତୀ ସମୟରେ ଏଏସଆଇ ତାଙ୍କୁ ଫେଭର ମାଗୁଛନ୍ତି। ଏହେ, ପୋଲିସ ଷ୍ଟେସନ ଯଦି ଏଭଳିଆ କାମ କରିବ, ଶାସନଟା ଯଦି ଭୁଷୁଡି ଯିବ, ଆଇନ ଶୃଙ୍ଖଳା ଆଉ ରହିବ କଣ? ସେଇଥିପାଇଁ ରେପ 3 ଦିନ ତଳେ ଗୋଟେ ବେଙ୍ଗଲୀ ଝିଅକୁ 3 ଜଣ ଅଟୋବାଲା ରେପ କରି ରାତି ଯାକ ରେପ କଲେ। ଏ ପବିତ୍ର ମାଟି, ଏକାମ୍ର ମାଟି, ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା, ବେଗୁନିଆ, ବଲଗଡ଼, ବାଳକାଟି, ବାରିପାଟଣା, ଗୋଟେ ହଉଛି ଜଗନ୍ନାଥଙ୍କ ମାଟି, ଲିଙ୍ଗରାଜଙ୍କ ମାଟି, ଏକାମ୍ର ମାଟି। ଏଠି ଆମ ମା ଭଉଣୀ ମାନେ ଇଜ୍ଜତ ଭାରି ସମ୍ମାନର ସହ, ଆମ ଯୁବ ମାନେ ସବୁବେଳେ, ଯୁବକ ମାନେ ଇଜ୍ଜତ ରଖନ୍ତି। ଏ ଯୋଉ ଆସିଛନ୍ତି ବାହାର ଲୋକ, ସେ ବେଙ୍ଗଲୀ ଝିଅ ବି ବାହାରର, 3ଟି ବାହାର ଅଟୋ ଡ୍ରାଇଭର ତାକୁ ରେପ କରିଛନ୍ତି। କରିବା ଦ୍ୱାରା ଭୋଟର ବଦଳାମ, ଆମ ଭୋଟର ବଦଳାମ, ଆପଣ ମାନଙ୍କର ଆମର ବଦଳାମ। ନାଇଁ ତୁରନ୍ତ ବ୍ୟବସ୍ଥା କରିବା ନା। ମୁଁ କମିଶନର ପାଖକୁ ଯିବି ଏବଂ ଡିସି ସହିତ କଥା କରିଦେବି, ଏ ଆପ୍ରେ ଇନକ୍ୱାରି କରିବି, ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର।